ଫେବୃଆରୀ 1, 1914। ମୁଁ ତୋର ଅଭିମୁଖୀ ହେଲି, ତୁ ହିଁ ସର୍ବତ୍ର, ସକଳଙ୍କ ମଧ୍ୟରେ ଏବଂ ସକଳଙ୍କ ବାହାରେ। ସକଳଙ୍କ ସାରବସ୍ତୁ ତୁ, ପୁଣି ସକଳଙ୍କ ଠାରୁ ଦୂରରେ ତୁ। ସମସ୍ତ ଶକ୍ତି ଘନୀଭୂତ ହୋଇଛି ତୋତେ ହିଁ କେନ୍ଦ୍ର କରି। ସଚେତନ ସମସ୍ତ ବ୍ୟଷ୍ଟି ସତ୍ତାର ତୁ ହିଁ ସ୍ରଷ୍ଟା। ମୁଁ ତୋର ଅଭିମୁଖୀ ହେଲି, ତୋତେ ବନ୍ଦନା କରୁଛି ହେ ଜଗତର ମୁକ୍ତିଦାତା। ତୋ ଦିବ୍ୟ ପ୍ରେମ ସହ ମିଶି ଏକ ହୋଇଯାଇ ମୁଁ ଦୃଷ୍ଟିପାତ କରୁଛି ପୃଥିବୀ ଉପରେ, ତାର ଜୀବ ସକଳଙ୍କ ଉପରେ। ଦେଖୁଛି ଏହି ପଦାର୍ଥର ସ୍ତୂପ କିପରି ନିୟତ ରୂପ ଗ୍ରହଣ କରୁଛି, ବିନାଶ ପାଉଛି ଏବଂ ପୁଣି ନୂତନ ରୂପେ ଗଠିତ ହେଉଛି। ବହୁର ସମାବେଶରେ ଏହି ଯେଉଁ ସ୍ତୂପ ଗଢ଼ି ଉଠେ, ପୁଣି ତତ୍କ୍ଷଣାତ୍ ମିଳାଇଯାଏ। ଏହି ଯେଉଁ ସବୁ ସତ୍ତା, ଯେଉଁମାନଙ୍କର ଧାରଣା ସେମାନେ ସଚେତନ ଶାଶ୍ୱତ ବ୍ୟଷ୍ଟି ରୂପ, କିନ୍ତୁ ବସ୍ତୁତଃ ସେମାନେ ଗୋଟିଏ ନିଶ୍ୱାସ ପରି ନଶ୍ୱର। ସେମାନେ ସମସ୍ତେ ସେଇ ଗୋଟିଏ ଧରଣର। ଯାହା ବି ପାର୍ଥକ୍ୟ ଥାଉ ନା କାହିଁକି, ସେମାନେ ସମସ୍ତେ ଚିରଦିନ ପୁନଃ ପୁନଃ ପ୍ରକାଶ କରି ଚାଲିଛନ୍ତି ସେଇ ଏକ ହିଁ ପ୍ରକାରର ସବୁ କାମନା, ସେଇ ଏକ ହିଁ ପ୍ରକାରର ସବୁ ପ୍ରେରଣା, ଏକ ହିଁ ପ୍ରକାରର ତୃଷ୍ଣା, ସେଇ ଏକ ହିଁ ପ୍ରକାରର ସବୁ ଅଜ୍ଞାନାଚ୍ଛନ୍ନ ପ୍ରମାଦ। ତେବେ ସମୟ ସମୟରେ ବ୍ୟକ୍ତି ବିଶେଷ ମଧ୍ୟରେ ତୋର ପରାଜ୍ୟୋତି ଦୀପ୍ତ ହୋଇ ଉଠେ, ତାକୁ ଆଶ୍ରୟ କରି ଜଗତରେ ବିକୀର୍ଣ୍ଣ ହୁଏ। ସେତେବେଳେ କିଛି ବୁଦ୍ଧି, କିଛି ଜ୍ଞାନ, କିଛି ନିଃସ୍ୱାର୍ଥ ନିଷ୍ଠା, ବୀରତ୍ୱ ଓ କାରୁଣ୍ୟ ବହୁ ହୃଦୟରେ ପ୍ରବେଶ କରେ, ମସ୍ତିଷ୍କର ରୂପାନ୍ତର ଘଟାଏ। ଜୀବନର ଦୁଃଖମୟ ନିର୍ମମ ଚକ୍ରରେ ଅନ୍ଧ ଅଜ୍ଞାନତାବଶତଃ ଯେଉଁମାନେ ଆବଦ୍ଧ, ସେଥିରୁ କେତେକଙ୍କୁ ମୁକ୍ତ କରିଦିଏ। କିନ୍ତୁ ନାଗରିକ ଜୀବନ, ତଥାକଥିତ ସଭ୍ୟତା ମନୁଷ୍ୟକୁ ଆଜି ଯେଉଁ ନିଦାରୁଣ ମତିଭ୍ରମ ଭିତରେ ବୁଡ଼ାଇ ରଖିଛି, ସେଥିରୁ ସେମାନଙ୍କୁ ଉଦ୍ଧାର କରିବାକୁ ହେଲେ ଏ ଦିଗରେ ଅତୀତରେ ଯାହା ସବୁ ହୋଇଛି ତାହାଠାରୁ କେତେ ମହତ୍ତର ଐଶ୍ୱର୍ଯ୍ୟ, କେତେ ଉତ୍ତୁଙ୍ଗ ମହିମା ଓ ଜ୍ୟୋତିର ଆବଶ୍ୟକ ନହେବ। ଏହିସବୁ ଇଚ୍ଛାକୁ ତାର ସ୍ୱାର୍ଥାନ୍ୱେଷୀ ତୁଚ୍ଛ ନିର୍ବୋଧ ଆତ୍ମତୃପ୍ତିର ତୀବ୍ର ଯୁଦ୍ଧରୁ ଫେରାଇ ଆଣିବାକୁ ଯେଉଁ ଉତ୍ତାଳ ବିକ୍ଷୋଭ ରାଜି ତାର ମାୟାଦ୍ୟୁତିର ପଛରେ ମୃତ୍ୟୁକୁ ଲୁଚାଇ ରଖିଛି, ସେଥିରୁ ସେସବୁକୁ ମୁକ୍ତ କରି ତୋର ସର୍ବଜୟୀ ସୁସଙ୍ଗତି ସୁଛନ୍ଦ ଆଡ଼କୁ ଫେରାଇ ଆଣିବାକୁ ଆହୁରି କେଡ଼େ ଭୟଙ୍କର ଏବଂ ତହିଁ ସଙ୍ଗେ ସଙ୍ଗେ କେଡ଼େ ଦିବ୍ୟ ମଧୁର ଶକ୍ତିର ଆବଶ୍ୟକ ନହେବ। ହେ ଭଗବାନ ଶାଶ୍ୱତ ପ୍ରଭୁ, ଆମମାନଙ୍କୁ ଆଲୋକିତ କର, ଆମମାନଙ୍କୁ ପରିଚାଳିତ କର, ତୋର ଦିବ୍ୟ ବିଧାନର ପ୍ରତିଷ୍ଠା ଏବଂ ତୋ ଦିବ୍ୟ କର୍ମର ସିଦ୍ଧି ନିମନ୍ତେ ଆମମାନଙ୍କୁ ପଥ ଦେଖାଅ। ନୀରବରେ ମୁଁ ତୋର ପୂଜା କରେ, ଭକ୍ତି ସମାହିତ ଚିତ୍ତରେ ମୁଁ ତୋତେ ଶୁଣିବା ପାଇଁ ପ୍ରତୀକ୍ଷା କରିଛି।